ଫଗୁଣର ଫଗୁ ଖେଳ ଆଉ ଅବିରର ରଙ୍ଗ ଭିତରେ ଓଡ଼ିଶାର ଗାଁ ଗଣ୍ଡା ଆଜି ଉତ୍ସବ ମୁଖର। ଏହା କେବଳ ଏକ ପର୍ବ ନୁହେଁ, ଏହା ହେଉଛି ଭକ୍ତ ଆଉ ଭଗବାନଙ୍କ ମିଳନର ଏକ ରହସ୍ୟମୟ ମୁହୂର୍ତ୍ତ, ଯାହାକୁ ଆମେ କହୁ ପବିତ୍ର ଦୋଳଯାତ୍ରା। ମନ୍ଦିରର ଚାରିକାନ୍ଥ ଭିତରୁ ବାହାରି ଆସନ୍ତି କଳା ଠାକୁର। ବିମାନରେ ବସି ଗାଁ ଦାଣ୍ଡରେ ଘର ଘର ବୁଲି ଭକ୍ତଙ୍କୁ ଦର୍ଶନ ଦିଅନ୍ତି ଏବଂ ଭୋଗ ମଧ୍ୟ ଖାଇଥାନ୍ତି। କୁହାଯାଏ ଏହି ସମୟରେ ଠାକୁର ନିଜେ ଭକ୍ତର ଦୁଃଖ ବୁଝିବାକୁ ତା ଦୁଆରକୁ ଆସିଥାନ୍ତି। କିନ୍ତୁ ଆପଣ ଜାଣନ୍ତି କି ଏହି ଯାତ୍ରାର ଅସଲ ରହସ୍ୟ କଣ? ଫାଲ୍ଗୁନ ଦଶମୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲୁଥିବା ଏହି ଯାତ୍ରାରେ ଠାକୁରଙ୍କୁ ଦୋଳବେଦୀରେ ଝୁଲାଯାଏ। ଶାସ୍ତ୍ର କହେ ଦୋଳତୁ ଦୋଳ ଗୋବିନ୍ଦମ୍ ଜପତୁ ମଧୁସୂଦନମ୍, ଅର୍ଥାତ୍ ଦୋଳି ଉପରେ ଗୋବିନ୍ଦକୁ ଦର୍ଶନ କଲେ ପୁନର୍ଜନ୍ମରୁ ମୁକ୍ତି ମିଳିଥାଏ। ଏହା ଜୀବନର ଅସ୍ଥିରତା ଓ ଭଗବାନଙ୍କ ଶାଶ୍ୱତ ପ୍ରେମର ପ୍ରତୀକ ଅଟେ। ଦୋଳ ପୂର୍ଣ୍ଣିମା ଠାରୁ ହିଁ ଓଡ଼ିଆ ଘରର ନୂଆବର୍ଷ ବା ପଞ୍ଜିକାର ଆରମ୍ଭ ହୁଏ। ପବିତ୍ର ରଙ୍ଗର ଏହି ଖେଳ ଈର୍ଷା ଓ ଅହଙ୍କାରକୁ ପୋଡ଼ି ଛାରଖାର କରିଦିଏ। ଏହା କେବଳ ବାହାର ରଙ୍ଗ ନୁହେଁ, ବରଂ ଆତ୍ମାରେ ଭକ୍ତିର ରଙ୍ଗ ଚଢ଼ାଇବାର ଏକ ମାଧ୍ୟମ ଅଟେ। ଓଡ଼ିଶାର ଏହି ମହାନ ପରମ୍ପରା ଆମକୁ ଶିଖାଏ ଯେ ଈଶ୍ୱର ଦୂରରେ ନାହାନ୍ତି, ସେ ଆମ ଗହଣରେ ଅଛନ୍ତି। ଆସନ୍ତୁ ଏହି ଦୋଳଯାତ୍ରାରେ ଆମେ ସମସ୍ତେ ମିଶି ଭକ୍ତିର ରଙ୍ଗରେ ରଙ୍ଗୀନ ହେବା। ଜୟ ଜଗନ୍ନାଥ।